ମୋ ନାଁ ଜଗନ୍ନାଥ ବେହେରା। ମୁଁ ବର୍ତ୍ତମାନ ଓଏସ୍ ନୀଳଗିରି ଏସୋସିଏସନ୍ କାମ କରୁଛି। ସେ ଘରେ ରଖିପାରିବେ। ଆଉ ବେପାରୀ ମାନେ ଯେଉଁ ଧମକ ଦେଉଛନ୍ତି ତ ମହୁଲ ଘରେ ରଖିଲେ ଅବକାରୀ ବାଲା ଆସିକି ତ ବାନ୍ଧିକି ନେଇଯିବେ, ଆପରେ ଟିକେ କହିଲେ। ବର୍ତ୍ତମାନ ସେମାନେ ଯେହେତୁ ଅମଳ ଟାଇମ୍, ବର୍ତ୍ତମାନ ସେମାନେ 2 କୁଇଣ୍ଟାଲ ପର୍ଯ୍ୟନ୍ତ ଘରେ ଗଛ ରଖିପାରିବେ, କିନ୍ତୁ 2 କୁଇଣ୍ଟାଲ ଅଧିକ ରଖିପାରିବେ ନାହିଁ। ବେପାରୀ ମାନେ ଯାଇକି ଧମକ ଦେଉଛନ୍ତି, ତାପରେ ଆପଣଙ୍କର ନାଇଁ, ସେମାନେ ନିଜେ ସଚେତନ ହୁଅନ୍ତୁ, ଅନ୍ୟ କାହା କଥାରେ ଭ୍ରମିତ ନ ହୋଇ ନିଜେ ସଚେତନ ହୁଅନ୍ତୁ। ନିକଟସ୍ଥ ଗ୍ରାମ ପଞ୍ଚାୟତ ଅଛି, ବ୍ଲକ ଅଛି, ସେଠାରେ ଯାଇକି ତା'ର ମୂଲ୍ୟ ନିର୍ଦ୍ଧାରଣ କେତେ ଅଛି ସେଇଟା ବି ଦେଖନ୍ତୁ ଏବଂ ସେହି ରେଟ୍ରେ ବିକନ୍ତୁ ଏବଂ ଅଧିକ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଧନ୍ୟବାଦ। ଆପଣ ପରିଚୟଟା ଦେବେ। ମୋ ନାଁ ପ୍ରଭାତ କୁମାର ମୁର୍ମୁ, ଘର ହାତୀଗୁଣ୍ଡା। ଏ ଯେଉଁ ମହୁଲ ଉପରେ କ'ଣ କଟକଣା ଅଛି ଆଉ କ'ଣ ଟିକେ କହିଲେ ଦେଖିବା। ମହୁଲ ଉପରେ ବର୍ତ୍ତମାନ ଲୋକ କଲେକ୍ସନ୍ କରୁଛନ୍ତି, ତାଙ୍କର ସଠିକ୍ କିଛି ମୂଲ୍ୟ ପାଇପାରୁନାହାନ୍ତି ଏବଂ ତାର ଯେଉଁ ପରିମାଣରେ ସେମାନେ ପରିଶ୍ରମ କରୁଛନ୍ତି ସକାଳ ପାଖରୁ 12ଟା ପର୍ଯ୍ୟନ୍ତ, ତା'ର ମୂଲ୍ୟ ସଠିକ୍ ସେମାନେ ମାନେ ପରିଶ୍ରମ ହିସାବରେ ପାଇପାରୁନାହାନ୍ତି। ତେଣୁକରି ସରକାରଙ୍କ ତରଫରୁ ଯଦି କିଛି ପଦକ୍ଷେପ ନିଆଯାଆନ୍ତା, ତାର ମୂଲ୍ୟ ନିର୍ଦ୍ଧାରଣ କରାଯାଇକି ଲୋକଙ୍କୁ ସୂଚୀ ଦେଇଯାଆନ୍ତା, ତାହେଲେ ସେମାନେ ସଠିକ୍ ମାନେ ମୂଲ୍ୟ ପାଇପାରିବେ ବୋଲି ମୋର ଆଶା। କ'ଣ ପାଇଁ ହେଉଛୁ, କାହିଁକି ଏତେ ମୂଲ୍ୟ ହେଇପାରୁନି, ତା'ର କାରଣଟା କ'ଣ? ସରକାରଙ୍କର ଏ ବାବଦରେ କୌଣସି ପଦକ୍ଷେପ ନାହିଁ। ଯେହେତୁ ମହୁଲ କଲେକ୍ସନ୍ ହେଉଛି, କିନ୍ତୁ ଆଗରୁ ଯେଉଁ ସରକାର ମାନେ ତାର ଯେଉଁ ସଂସ୍ଥା ଥିଲା, ଯେଉଁ କଲେକ୍ସନ୍ କରୁଥିଲା, ଲୋକ କିଛି ପରିମାଣ ମୂଲ୍ୟ ପାଉଥିଲେ, କିନ୍ତୁ ଏବେ ତାର କିଛି ମୂଲ୍ୟ ପାଇପାରୁନାହାନ୍ତି, ଯାହାଦ୍ୱାରା ଲୋକ ଖାଲି ଖରାରେ ପରିଶ୍ରମ କରିବେ, ତା ଛଡ଼ା ଆଉ ବ୍ୟତୀତ ଆଉ କିଛି ନାହିଁ। ଏ ବେପାରୀ ଯେଉଁକୁ ଆସିକି ଯେଉଁ ଧମକ ଦେଉଛନ୍ତି, ଏତେ ରଖିପାରିବନି ସେତେ ରଖିପାରିବନି, କ'ଣ ତାପରେ? ଯେହେତୁ କେତେକ ଦଲାଲ ଆସିକି ମାନେ କଲେକ୍ସନ୍ କରୁଛନ୍ତି, ସେ ବ୍ୟକ୍ତିଗତ ଭାବରେ ସେମାନେ ରଖୁଛନ୍ତି କୁଇଣ୍ଟାଲ 10 କୁଇଣ୍ଟାଲ ଟନ୍ ରଖୁଛନ୍ତି, କିନ୍ତୁ ସେମାନେ ତାଙ୍କୁ ଧମକେଇକି ବେପାରୀମାନଙ୍କୁ ପାଖରୁ 10 ଟଙ୍କା 15 ଟଙ୍କାରେ କଲେକ୍ସନ୍ କରିକି ନେଉଛନ୍ତି। ସେମାନେ ଘରେ ମହଜୁଦ କରି ରଖୁଛନ୍ତି, ଯଦ୍ୱାରା କି ଏ ଲୋକମାନେ ସଠିକ୍ ମୂଲ୍ୟ ପାଇପାରୁନାହାନ୍ତି। ଧନ୍ୟବାଦ। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाइपर तेज टीएससी गुरुकुल जोग दिंतु जहाँ एकेडमिक लर्निंग पार्टनर फिजिक्स वाला सहित अनुमोदित। कॉल 9438782020।